ବାପା ଅଗଷ୍ଟ 9 ତାରିଖରେ ରାକ୍ଷୀ ପୂର୍ଣ୍ଣିମା ପଡୁଛି। ଏଥର ନାନୀକୁ କ'ଣ ଗୋଟେ ଭଲ ଗିଫ୍ଟ ଦେବି। ଟଙ୍କା 500 ଭଳିଆ ଦେଲେ। ଆଁ? 500? ଏବେ ତ ଏତେ ଟଙ୍କା। ବାପା ଆମର ଛତୁ ଚାଷ ଆରମ୍ଭ କରିବା। ଏଥର ରାକ୍ଷୀ ପୂର୍ଣ୍ଣିମାରେ ମୁଁ କୋନାକୁ ଗିଫ୍ଟ ଦେବି। ଆଉ ହଁ, ଏଣିକି ଘରର ଛୋଟ ମୋଟ ଖର୍ଚ୍ଚ ବି ମୁଁ ବୁଝିବି। ଅପା ତୋ ପାଖରେ ପଇସା କୋଉଠୁ ଆସିଲା? ଆରେ ଆମ ସରକାର କଥା ଦେଇ କଥା ରଖିଛନ୍ତି ପରା। ଏଇ ରାକ୍ଷୀ ପୂର୍ଣ୍ଣିମା ମାନେ ଅଗଷ୍ଟ 9 ତାରିଖରେ ମୋ ବ୍ୟାଙ୍କ ଖାତାକୁ ଆସୁଛି ସୁଭଦ୍ରାର ତୃତୀୟ କିସ୍ତି ପୁରା 5000। ବୁଝିଲୁ? ଆପଣମାନେ ବି ସୁଭଦ୍ରା ସହାୟତାକୁ ବିନିଯୋଗ କରି ସ୍ୱାଭିମାନ ସହ ସ୍ୱାବଲମ୍ବୀ ହୋଇ ନିଜକୁ ସଶକ୍ତ କରନ୍ତୁ।